ମୁଁ କଳ୍ପନା ପାଣିଗ୍ରାହୀ ଶ୍ରୀ ଅରବିନ୍ଦ ଦିବ୍ୟଜ୍ୟୋତି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କୁତ୍ରାରେ ଅଧ୍ୟକ୍ଷା ରୂପେ କାର୍ଯ୍ୟ କରୁଅଛି। ଆଜି ଆପଣଙ୍କର ଶିକ୍ଷା କେନ୍ଦ୍ରରେ ପଞ୍ଚାୟତ ରାଜ ଦିବସ ପାଳନ କରାଯାଉଛି। ଏ ପଞ୍ଚାୟତ ରାଜ ଦିବସ ପାଳନ କରିବାର ତାତ୍ପର୍ଯ୍ୟ କ'ଣ? ଆଜି ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ମହାନାୟକ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କର ଆଜି 108ତମ ଜନ୍ମବାର୍ଷିକୀ। ସିଏ ତାଙ୍କର ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥା ପ୍ରଚଳନ କରିଥିଲେ। ତେଣୁ ତାଙ୍କ ଜନ୍ମଦିନ ମାର୍ଚ୍ଚ 5 ତାରିଖକୁ ପଞ୍ଚାୟତି ରାଜ ଦିବସ ରୂପେ ପାଳନ କରାଯାଉଛି। ଭୁବନ କୋଜର କୁତ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ। ଆଜି ବିଜୁ ପଟ୍ଟନାୟକ ଜୟନ୍ତୀ ଉପଲକ୍ଷେ ଆପଣ ପଞ୍ଚାୟତ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି। ଏହା କାହିଁକି ଆପଣ ଚିନ୍ତା କଲେ ଯେ ଆଜି ରକ୍ତଦାନ ଶିବିର କରାଯାଉ ବୋଲିକିରି? ଆମର ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଙ୍କର 108ତମ ଜନ୍ମବାର୍ଷିକୀ ଉପଲକ୍ଷେ ଏହି ରକ୍ତଦାନ ଶିବିରଟା କରାହେଉଛି। ଆଉ ସେ ଜଣେ ଆମର ମହାନ ପୁରୁଷ ଥିଲେ। ଆଉ ସମାଜ ପାଇଁ ବହୁତ କିଛି ଆମର କରିଯାଇଛନ୍ତି। ତ ବର୍ତ୍ତମାନ ଆମ ସମାଜରେ ବହୁତ ରକ୍ତ ଦରକାର ପଡ଼ୁଛି। ତ ସେଥିପାଇଁ ଆମେ ସ୍ୱେଚ୍ଛାକୃତ ଭାବେ ଆମ ବର୍ତ୍ତମାନ ସୁଦ୍ଧା 60 ଜଣ ରକ୍ତଦାନ ଦେଇଛନ୍ତି ଆଉ ଆମ ସମାଜକୁ ସାହାଯ୍ୟ କରୁଛନ୍ତି। ଧନ୍ୟବାଦ।